କେବେ ସରିବ ଏଲ୍&ଟି କମ୍ପାନୀର ପାନୀୟ ଜଳ ପ୍ରକଳ୍ପ ବିଶୋଧନାଗାରର କାମ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଥାନାଗଡ଼ାସ୍ଥିତ ମହାନଦୀ ପଠାରେ ନିର୍ମିତ ଏକ ବିରାଟ ବିଶୋଧନାଗାରକୁ ଏଲ୍&ଟି କମ୍ପାନୀ କାମକୁ ସମ୍ପୂର୍ଣ୍ଣ କରିବାରେ ବିଫଳ ହେଉଛି। ଏପଟେ ଗ୍ରାମାଞ୍ଚଳରେ ରାସ୍ତାଘାଟ କଡ଼ରେ ଭୂତଳ ନଳ ବିଛାଇ ସାରିବା ସମ୍ଭବପର ହେଉନାହିଁ। ବର୍ଷ ପରେ ବର୍ଷ ବିତି ଚାଲିଛି। ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏହି ମେଗା ପ୍ରକଳ୍ପକୁ ଏଲ୍&ଟିକୁ ଦେଇଥିଲେ ହେଁ ଏଲ୍&ଟି ଏପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛି। ଏଲ୍&ଟିର କାର୍ଯ୍ୟ ଜିଆ ଚାଲିଲା ଭଳି ଚାଲୁଛି। କେବେ ସରିବ ଏହି ବିଶୋଧନାଗାରର କାମ ଓ ପାଇପଲାଇନ୍ ବିଛା କାର୍ଯ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।